ଢେଙ୍କାନାଳ ଜିଲ୍ଲା ପାଟ୍ରପଦା ପଞ୍ଚାୟତ କଟାବାହାଳ ଗାଁ ହରିଜନ ସାହିର 70% ଭିନ୍ନକ୍ଷମ ଗରିବ ଅସହାୟ ବଟକୃଷ୍ଣ ବେହେରା ଗୋଟିଏ ଝିଅ ଏବଂ ପତ୍ନୀକୁ ନେଇ ପରିବାର। ନା ମୁଣ୍ଡ ଗୁଞ୍ଜିବାକୁ ଘରେ ଖଣ୍ଡେ ଅଛି, ନା ଖାଇବାକୁ ଦିଓଳି ଦିମୁଠା ସମ୍ଭବ ହୋଇପାରୁଛି। ଏ ଖବର ମାରୁତି ସେନା ସ୍ଥାନୀୟ ସଦସ୍ୟମାନଙ୍କଠୁ ଖବର ପାଇ ଆଜି ସାମାଜିକ ସଂଗଠନ ମାରୁତି ସେନା ଜିଲ୍ଲା ସଭାପତି ବିକାଶ ଚନ୍ଦ୍ର ବେହେରା ଅନ୍ୟ ସଦସ୍ୟମାନଙ୍କୁ ସାଙ୍ଗରେ ଧରି ପହଞ୍ଚିଥିଲେ ସେ ଅସହାୟ ପରିବାର ପାଖରେ। ନିଜ ସାମର୍ଥ୍ୟ ମୁତାବକ ରାସନ ସାମଗ୍ରୀ, ଅନ୍ୟାନ୍ୟ ଜିନିଷ, ପନିପରିବା ଏବଂ କିଛି ଆର୍ଥିକ ଅନୁଦାନ ପ୍ରଦାନ କଲେ ଜିଲ୍ଲା ସଭାପତି ବିକାଶ ଚନ୍ଦ୍ର ବେହେରା। ସେ କିପରି ଘର ଖଣ୍ଡେ ପାଇବେ ଏବଂ ଅନ୍ତୋଦୟ ଯୋଜନାରେ ସାମିଲ ହେବେ ସେ ଦିଗରେ ବି ପ୍ରୟାସ ଜାରି ରହିବ ବୋଲି ପ୍ରତିଶ୍ରୁତି ଦେଲେ ଜିଲ୍ଲା ସଭାପତି। ଅନ୍ୟମାନଙ୍କ ମଧ୍ୟରେ ସରୋଜ କୁମାର ସାହୁ, ଅମିତ ରାଉତ, ସୁଦର୍ଶନ ବାବୁ, ନିହାରଞ୍ଜନ ସାମଲ, ବିମଳ କୁମାର ନାୟକ, ରଞ୍ଜିତ କୁମାର ସାହୁ, ଶିବାନନ୍ଦ ଭୂତିଆ ପ୍ରମୁଖ ଉପସ୍ଥିତ ଥିଲେ। ସାମାଜିକ ସଂଗଠନ ମାରୁତି ସେନାର ଏଭଳି ଜନହିତକର କାର୍ଯ୍ୟ ଦେଖି ବୁଦ୍ଧିଜୀବୀ ମହଲରେ ଢେର ସାରା ପ୍ରଶଂସା କରାଯାଉଛି। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକରୁ ଗୋକୁଳାନନ୍ଦ ବେହେରାଙ୍କ ରିପୋର୍ଟ, ପ୍ରତୀକ୍ଷା ନ୍ୟୁଜ।